ଶ୍ରୋତାବନ୍ଧୁ ମଣିଷ ଜୀବନର ଅବଧି ବା ଜୀବନର ବ୍ୟବଧାନ ବା ତାର ଆୟୁଷ୍କାଳଠୁ ବେଶୀ ବୃହତ୍ତର ହେଇଯାଏ ତା ଜୀବନର ମୂଲ୍ୟବୋଧ, ଆଦର୍ଶ, ଦର୍ଶନ ଏବଂ କର୍ମାନୁଷ୍ଠାନ। ସୀମିତ ସମୟ ଭିତରେ ଜୀବନର ଅନେକ କର୍ମ ଏବଂ ଅଜସ୍ର ଶ୍ରାବୀ ଲେଖନୀ ଦ୍ୱାରା ଓଡ଼ିଆ ଭାଷା ସାହିତ୍ୟକୁ ସମୃଦ୍ଧ କରିଥିବା ଏମିତି ଜଣେ ଯଶସ୍ୱିନୀଙ୍କୁ ଆଜି ଆମେ ଶୁଣୁଛେ। ସେ ଥିଲେ ଉତ୍କଳ ଭାରତୀ ମହିୟସୀ ନାରୀ କବି କୁନ୍ତଳା କୁମାରୀ ସାବତ। କୁନ୍ତଳା କୁମାରୀ ସାବତ ଡାକ୍ତର ପିତା ଦାନିଏଲ ଏବଂ ମାତା ମନିକା ସାବତଙ୍କ କୁଳ ମଣ୍ଡନ କରି 1901 ମସିହା ଫେବୃଆରୀ 8 ତାରିଖରେ ତତ୍କାଳୀନ ବସ୍ତ୍ର ରାଜ୍ୟର ଜଗଦଲପୁର ଠାରେ ଜନ୍ମଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ ମାଙ୍କ ସହିତ ଓଡ଼ିଶା ଆସି ଖୋର୍ଦ୍ଧା ଜିଲ୍ଲାରେ ଅବସ୍ଥାନ କରିଥିଲେ। କୁନ୍ତଳା କୁମାରୀ ସାବତ ଏକାଧାରରେ ଥିଲେ ଜଣେ କବି, ଔପନ୍ୟାସିକା, ଲେଖିକା, ସମ୍ପାଦିକା। ବୃତ୍ତିଗତ ଜୀବନରେ ଜଣେ ଡାକ୍ତରାଣୀ, କିନ୍ତୁ ପ୍ରବୃତ୍ତିରେ ଥିଲେ ଜଣେ ସମର୍ପିତ ସାହିତ୍ୟ ସାଧିକା। ତାଙ୍କ ଦ୍ୱାରା ଲିଖିତ ଆହ୍ୱାନ ଥିଲା ଉତ୍କଳୀୟ ମାନଙ୍କ ପାଇଁ ମୃତ୍ୟୁ ସଞ୍ଜୀବନୀ ମନ୍ତ୍ର ତୁଲ୍ୟ। ଆହ୍ୱାନ କବିତା 1930 ମସିହା ମାର୍ଚ୍ଚ 11 ତାରିଖରେ ଲିଖିତ ହୋଇଥିଲା। ସତ୍ୟାଗ୍ରହ ସମରରେ ସେ ଜନମାନସରେ ବିପ୍ଳବର ଦୁନ୍ଦୁଭି ସଞ୍ଚାର କରାଇ ଦେଶବାସୀଙ୍କୁ ଆହ୍ୱାନ କରିଥିଲେ। କବିତାଟି ଆପଣମାନଙ୍କ ଉଦ୍ଦେଶ୍ୟରେ ତାର କିୟଦଂଶ ମୁଁ ଉପସ୍ଥାପନ କରୁଛି। ଏଣିକି କି ଭୟ ଜେଲ୍ ନିର୍ବାସନେ, ଏଣିକି କି ଭୟ ଜେଲ୍ ନିର୍ବାସନେ, ଏଣିକି କି ଭୟ ମୃତ୍ୟୁ ଅନଶନେ, ସବୁ ସହିବ ଏ ଭାରତର ହାଡ଼, ନ ଭାଙ୍ଗେ ସହଜେ ଏ ଦୃଢ଼ ପାହାଡ଼, ସେନାପତି ତବ କଲେଣି ଆହ୍ୱାନ, ଆସ ଆଗ କିଏ ଦେବ ପ୍ରାଣଦାନ, ଆସ ଏକ ସଙ୍ଗେ ହିନ୍ଦୁ ମୁସଲମାନ, ଶିଖ ପାର୍ସି ବୌଦ୍ଧ ଇହୁଦୀ ଖ୍ରୀଷ୍ଟାନ। ତରୁଣମାନଙ୍କୁ ଉଦ୍ବୋଧନ କରି କୁନ୍ତଳା କୁମାରୀ ସେ ସମୟରେ କହିଥିଲେ, ଅଛ କିଏ ବୀର ଭାରତ ସନ୍ତାନ, କାହା ପ୍ରାଣୀ ଜାଗେ ଦେଖାଉ ସମ୍ମାନ, କରିବ କେ ତାର ଲାଗି ପ୍ରାଣଦାନ, ଶକ୍ତ ହାଡ଼କାର ବଜ୍ର ଠାରୁ ଟାଣ, ସୁଖେ ହସି ହସି କେତେ ଯିବ ପ୍ରାଣ, ଖୋଲା ଛାତି ପରେ ବନ୍ଧୁକ କମାଣ, ହଣା ହେବ ବୀର ଶିର ଗୋଟି ଗୋଟି, ତୁମ ରକ୍ତ ଭୂଇଁ ତଳେ ଯିବ ଲୁଟି। ପୁଣି ମଧ୍ୟ ଲେଖିଛନ୍ତି, ଶୃଗାଳ ଜୀବନ କି ଲୋଡ଼ା ଆମର, ସିଂହ ସରି ପ୍ରାଣ ତେଜିବୁ ଏଥର। ଭାରତକୁ ଆହୁରି ସମୃଦ୍ଧ କରିବା ଉଦ୍ଦେଶ୍ୟରେ ସେ ଲେଖୁଥିଲେ, ଯେ ଦିନ ସ୍ୱାଧୀନ ହେବ ଭାରତ, ସେ ଦିନ ପଢ଼ିବୁ ଗୀତା ଭାଗବତ। ତ ସ୍ୱାଧୀନତାର ଅବ୍ୟବହିତ ପୂର୍ବରୁ ଯେଉଁ ପରିସ୍ଥିତି ଥିଲା, ସ୍ୱାଧୀନତା ଆସିଥିଲା ମଧ୍ୟ ଆସିନଥିଲା, ଏମିତି ଗୋଟେ ମଧ୍ୟବର୍ତ୍ତୀ ସମୟର ଗୋଟେ ଆହ୍ୱାନ, ଯେ ଦିନ ସ୍ୱାଧୀନ ହେବ ଭାରତ, ସେ ଦିନ ପଢ଼ିବୁ ଆମେ ଗୀତା ଭାଗବତ। ନାରୀମାନଙ୍କୁ ସେ ଆହ୍ୱାନ କରିଥିଲେ। ସେ ସମୟର ପରିସ୍ଥିତିରେ ଯେଉଁ ସମାଜବାଦୀ ସ୍ଥିତି ଏବଂ ରକ୍ଷଣଶୀଳ ସମାଜ, ତାରି ଭିତରେ ଗୋଟେ ନାରୀଟେ ବାହାରକୁ ଆସିବା ସମ୍ଭବ ନଥିଲା। ବାହାରକୁ ଆସିକି ଦେଶ ପାଇଁ, ଜାତି ପାଇଁ କିଛି ତାର ସମୟ ଏବଂ ତାର କର୍ମକୁ ସେ ସମର୍ପଣ କରିବ ଜାତି ପାଇଁ, ସେଇଟା ସମ୍ଭବ ନଥିଲା। ତେଣୁ ସେ ଲେଖିଥିଲେ, ଆମେ ନାରୀଗଣ କୋଣରୁ ବାହାରି, ଧରିବୁ ଅସହଯୋଗ ତରବାରୀ। ଗାନ୍ଧିଜୀଙ୍କ ପ୍ରଭାବ ଥିଲା ଏବଂ ଗାନ୍ଧିଜୀ ହିଁ ଥିଲେ ସେମାନଙ୍କ ଭିତରେ, ସେଇ ମହିୟସୀ ନାରୀମାନଙ୍କ ଭିତରେ ଏକ ସ୍ଫୁଲିଙ୍ଗ ତୁଲ୍ୟ, ଯାହାକି ସେମାନଙ୍କୁ ତେଜଦୀପ୍ତ କରିଥିଲେ ଘର ଭିତରୁ, ଏରୁଣ୍ଡି ଭିତରୁ ବାହାରକୁ ଆସିବା ପାଇଁ। ଅରଟ ଦ୍ୱାରା ଖଦି ମାନେ କାଟି ପିନ୍ଧ, କୁଟି ଖାଅ, ଏଇ ଆହ୍ୱାନ ଯୋଉ ଗାନ୍ଧିଜୀ ଦେଇଥିଲେ, ଅରଟକୁ ସେ ଗୁରୁତ୍ୱ ଦେଇଛନ୍ତି।
ଅରଟ କେବଳ ଗୋଟେ କାଠ ଖଣ୍ଡ ନଥିଲା, ତେଣୁ ସେ ଲେଖିଥିଲେ, ଖଦଡ଼ ବସନା ଅରଟ ସୁନ୍ଦରୀ, ଖଦଡ଼ ବସନା ଅରଟ ସୁନ୍ଦରୀ, ଜଗଦାତ୍ରୀ ଉଠ ପାର୍ବତୀ ଶଙ୍କରୀ, ଅରଟର ସୂତା ତୁମରି ସାଧନା, ଅରଟେ ଭାରତ ମୁକ୍ତି ଉଦ୍ଯାପନା। ଶ୍ରୋତାବନ୍ଧୁ, ଆଜି ଆମେ ଶୁଣୁଛେ ଜଣେ ଡାକ୍ତରାଣୀଙ୍କୁ ଯେ ସାହିତ୍ୟ ଜଗତରେ ମଣିଷର ଦୁଃଖକୁ ପୋଛି ଦେବା ପାଇଁ ଜଣେ ସାରସ୍ୱତ ଡାକ୍ତରାଣୀ ମଧ୍ୟ ଥିଲେ। 1925 ମସିହାରେ ପୁରୀର ମହିଳା ବନ୍ଧୁ ସମିତି ଦ୍ୱାରା ଉତ୍କଳ ଭାରତୀ ଉପାଧିରେ ସେ ସମ୍ମାନିତ ହୋଇଥିଲେ ଏବଂ 1930ରେ ଅଲ୍ ଇଣ୍ଡିଆ ଆରିୟନ୍ ୟୁଥ୍ ଲିଗ୍ର ସଭାପତି ଭାବରେ ମଧ୍ୟ ନିର୍ବାଚିତ ହୋଇଥିଲେ ଏବଂ 1938 ମସିହା ଅଗଷ୍ଟ 23 ତାରିଖରେ ତାଙ୍କର ମହାପ୍ରୟାଣ ହୋଇଥିଲା। ଶ୍ରୋତାବନ୍ଧୁ, ଆମେ ଜାଣିଛେ ଯେ ବୈଷ୍ଣବୀୟ ସାହିତ୍ୟରେ ମହାଭାବର ଗୋଟେ ସଂଜ୍ଞା ଅଛି। ଚୈତନ୍ୟ ଚରିତାମୃତକାର କବିରାଜ ଗୋସ୍ୱାମୀ ସେଇଟା ଲେଖିଛନ୍ତି, ହ୍ଲାଦିନୀ ସାର ପ୍ରେମ, ପ୍ରେମ ସାର ଭାବ, ଭାବେର ପରାକାଷ୍ଠା, ନାମ ମହାଭାବ। ହ୍ଲାଦିନୀ ସାର ପ୍ରେମ, ପ୍ରେମ ସାର ଭାବ, ଭାବେର ପରାକାଷ୍ଠା, ନାମ ମହାଭାବ। ଶ୍ରୋତାବନ୍ଧୁ, କୁନ୍ତଳା କୁମାରୀ ସାବତଙ୍କ ପ୍ରେମ ମହାଭାବମୟ ଥିଲା। ତେବେ ତାଙ୍କର ଏଇ ରହସ୍ୟମୟୀ ଆବେଗ ଏବଂ ତାଙ୍କର ପ୍ରେମାସ୍ପଦ ପାଇଁ ତାଙ୍କର ଯୋଉ ଅନୁରାଗ, ତାକୁ ଆମେ ଆଧୁନିକ କାଳରେ ମୀରାଙ୍କ ସହିତ ତୁଳନା କରୁ ଏବଂ ଏଇ ମହାଭାବକୁ ନେଇ ତାଙ୍କର ସୁନ୍ଦର କବିତା ସବୁ ରହିଛି। ତେବେ ତାଙ୍କ ସମ୍ପର୍କରେ, ତାଙ୍କ ପରିଚିତି ସମ୍ପର୍କରେ ଆଉ ଟିକେ ଆମେ ଶୁଣିବା। ଶ୍ରୋତାବନ୍ଧୁ, ନାରୀ କବି କୁନ୍ତଳା କୁମାରୀ ସାବତ ଓଡ଼ିଆ ସାହିତ୍ୟ ଇତିହାସରେ ସ୍ୱନାମଧନ୍ୟା ଲେଖିକା, କବି। ସ୍ୱଳ୍ପ ସମୟ ମଧ୍ୟରେ ଓଡ଼ିଆ ସାହିତ୍ୟର ସେ ଯେଉଁ ସେବା କରିଯାଇଛନ୍ତି, ସେଥିପାଇଁ ସେ ଏକ ସ୍ୱତନ୍ତ୍ର ଆସନର ଅଧିକାରିଣୀ ହୋଇଛନ୍ତି। ତାଙ୍କ ରଚନାବଳୀ ମଧ୍ୟରେ ଅଛି ଉପନ୍ୟାସ ଭ୍ରାନ୍ତି, କାଳୀବୋହୂ, ରଘୁ ଅରକ୍ଷିତ, ନଅତୁଣ୍ଡି, ପରଶମଣି ଏବଂ କବିତାରେ ଅଛି ଉଚ୍ଛ୍ୱାସ, ସ୍ଫୁଲିଙ୍ଗ, ଅଞ୍ଜଳି, ଅର୍ଚ୍ଚନା, ପ୍ରେମ ଚିନ୍ତାମଣି, ଓଡ଼ିଆଙ୍କ କାନ୍ଦଣା ଇତ୍ୟାଦି। ତେବେ ସ୍ଫୁଲିଙ୍ଗ ଓ ଆହ୍ୱାନରେ ଉଗ୍ର ଜାତୀୟତାବାଦୀ ଚେତନାର ପୂର୍ଣ୍ଣ ରୂପ ଆମେ ଦେଖୁ। ଅଞ୍ଜଳି ଓ ଅର୍ଚ୍ଚନା କାବ୍ୟଦ୍ୱୟରେ ତାଙ୍କର ରହସ୍ୟବାଦୀ ଭଗବତ ପ୍ରେମର ସତ୍ତା ଅନୁଭୂତ ହୁଏ। ପ୍ରଖ୍ୟାତ କବି ପଦ୍ମଶ୍ରୀ ରାଧାମୋହନ ଗଡ଼ନାୟକଙ୍କ ସମ୍ପାଦକତ୍ୱରେ ପ୍ରକାଶିତ କୁନ୍ତଳା କୁମାରୀ ସ୍ମରଣିକା, ଯାହାକି 1940ରେ ପ୍ରକାଶ ପାଇଥିଲା, ତାଙ୍କର ସାହିତ୍ୟ ସାଧନା ସମ୍ପର୍କରେ ଯଥେଷ୍ଟ ଆଲୋକପାତ କରିଛି। କୁନ୍ତଳା କୁମାରୀଙ୍କ ଜୀବନୀ ଓ ସାରସ୍ୱତ କୃତିକୁ ନେଇ କେତେକ ଗବେଷଣାତ୍ମକ ନିବନ୍ଧ ମଧ୍ୟ ପ୍ରକାଶ ପାଇଛି ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ଏକ ମନୋଗ୍ରାଫ ମଧ୍ୟ ପ୍ରକାଶ ପାଇଛି। ଶ୍ରୋତାବନ୍ଧୁ, ଆଜି ଆମେ କୁନ୍ତଳା କୁମାରୀ ସାବତଙ୍କର ଏକ କାଳଜୟୀ କବିତାକୁ ଶୁଣିବା, ଯାହାକୁ ଆମେ ସମସ୍ତେ ପଢ଼ିଛେ, ଶୁଣିଛେ ବହୁବାର। ଆଉ ଥରେ ସେ କବିତାଟି। କବିତାର ଶୀର୍ଷକ ହେଉଛି ଶେଫାଳୀ ପ୍ରତି। କବି କୁନ୍ତଳା କୁମାରୀ ସାବତ। ଶେଫାଳୀ, ଶେଫାଳୀ କେଉଁ ଦୂର ତରୁବରେ ଫୁଟିଅଛୁ ଗୋପନେ, ଭୁରୁ ଭୁରୁ ଗନ୍ଧ ତୋର ଭାସି ଆସେ ପବନେ, ବାତାୟନ ପାଶେ ବସି ଚାହେଁ ନବୋଦିତ ଶଶୀ, ହସି ହସି ସତେ ଉଇଁ ଆସେ ଦୂର ଗଗନେ, ଭାବାବେଶେ ମୁଗ୍ଧମୁଖୀ ମଜିଅଛି ସ୍ୱପନେ। ଶେଫାଳୀ କେଉଁ ଦୂର ତରୁବରେ ଫୁଟିଅଛୁ ଗୋପନେ, ଭୁରୁ ଭୁରୁ ଗନ୍ଧ ତୋର ଭାସି ଆସେ ପବନେ, ବାତାୟନ ପାଶେ ବସି ଚାହେଁ ନବୋଦିତ ଶଶୀ, ହସି ହସି ସତେ ଉଇଁ ଆସେ ଦୂର ଗଗନେ,
ଭାବାବେଶେ ମୁଗ୍ଧମୁଖୀ ମଜିଅଛି ସ୍ୱପନେ। ଭାବରାଜ୍ୟେ ବୁଲେ ସତେ ହଜିଅଛି ଚେତନା। ଅନନ୍ତ ଅନନ୍ତ ରାଜ୍ୟେ ପୂରିଅଛି କଳ୍ପନା। ବିଶାଳ ଏ ବିଶ୍ୱକ୍ଷେତ୍ରେ ଅର୍ଦ୍ଧନିମୀଳିତ ନେତ୍ରେ। ଦେଖେ ସତେ ଶୋଭାରାଶି ପଡ଼ୁଅଛି ଉଛୁଳି। ତହିଁ ସୁଧା ଢାଳୁକିରେ ଗନ୍ଧେ ଗଙ୍ଗଶିଉଳି। ଶରଦ ଦିନାନ୍ତେ ବସି ବାତାୟନ ପାଶରେ। ଶରଦ ଦିନାନ୍ତେ ବସି ବାତାୟନ ପାଶରେ। ବୁଡ଼ିଅଛି ମନ ମୋର କିବା ପ୍ରେମ ରସରେ। ଆବେଶେ ପୁଲକେ ମୋର ନୟନରୁ ବହେ ଧାର। ହୃଦତନ୍ତ୍ରୀ ବାଜି ଉଠେ କି ଅମୃତ ସୁସ୍ୱରେ। ନିମିଷେ ଭାବଇ ମୁଁ ତ ଅଛି ଅବା ସ୍ୱର୍ଗରେ। ସାରାଦିନ ପରିଶ୍ରମ କ୍ଲେଶ କ୍ଳାନ୍ତି ଅଶେଷ। ନାନା ଚିନ୍ତା ରୋଗ ଶୋକ କଷ୍ଟ ଦେଲା ବିଶେଷ। ଯହୁଁ ରବି ଅସ୍ତାଚଳେ ଧୀରେ ଧୀରେ ଢଳିଗଲେ। ସନ୍ଧ୍ୟା ଗାଥା ଗାଈ ପକ୍ଷୀ ଫେରିଲେ ସ୍ୱ ସଦନେ। ତମୁ ରାଶି ବୋଳିଦେଲା ନିଶା ଧରା ଆନନେ। ନୀଳନଭ ମଣ୍ଡି ଧୀରେ ହସିଦୀପ୍ତ ଲୋଚନେ। ଦେଖାଦେଲେ ଶତ ଶତ ତାରାଜ୍ୟୋତି ବସନେ। ଅଙ୍ଗେ ବୋଳି ସୁଧାରାଶି ଶଶାଙ୍କ ଉଇଁଲା ଆସି। ଝରି ଝରି ପଡ଼ିଲା କି ଭୁବନରେ ଅମୃତ। ସତେ କି ଧରଣୀ ରାଣୀ ଦୁଃଖ ହେଲା ବିସ୍ମୃତ। ରବି ବିରହରେ ଧନୀ କାନ୍ଦିଥିଲା ମୌନେ। ଅନ୍ଧକାରେ ନତନେତ୍ରେ ବିଷାଦିତ ବଦନେ। ଚାନ୍ଦକି ଆସିଲା ଉଇଁ ଚାନ୍ଦିନୀ ଚୁମ୍ବିଲା ଭୁଇଁ। ଚାନ୍ଦକି ଆସିଲା ଉଇଁ ଚାନ୍ଦିନୀ ଚୁମ୍ବିଲା ଭୁଇଁ। ହସିଲା କି ବସୁମତୀ ଚାରୁ ଶୁଭ୍ର ଦୁକୁଳେ। ଫୁଟିଲୁ ସେଫାଳି ରହି ତୁ କି ପ୍ରେମ ଆକୁଳେ। ଫୁଟିଲୁ ସେଫାଳି ରହି ତୁ କି ପ୍ରେମ ଆକୁଳେ। ସେଫାଳି ସେଫାଳି ମୃଦୁ ମୃଦୁ ଗନ୍ଧ ତୋର ଭାସି ଆସେ ପବନେ। ଛନ ଛନ ପ୍ରାଣ ମୋର କି ଆକୁଳ ଗୋପନେ। ସତେ ମୋର ଦୁଃଖ ରାଶି କ୍ଷଣେ କାହିଁ ଗଲା ଭାସି। କେତେ କି କଳ୍ପନା ମନେ ଆସୁଅଛି ବିଜନେ। କ୍ଷଣେ ପହଞ୍ଚିଲି ସତେ ଯାଇ ସ୍ୱର୍ଗ ଭୁବନେ। ସେଫାଳି ସେଫାଳି କ୍ଷୁଦ୍ର ତୋର ତନୁ ତହିଁ ଭରା ଏତେ ଅମୃତ। କ୍ଷୁଦ୍ର ତୋର ତନୁ ତହିଁ ଭରା ଏତେ ଅମୃତ। ବିହିଲୀଳା କେ ବୁଝିବ ଜ୍ଞାନାତୀତ ଅଦ୍ଭୁତ। ଗୋପନେ ଫୁଟିଛୁ ଦୂରେ ତରୁପତ୍ର ଗହଳରେ। ଗୋପନେ ଫୁଟିଛୁ ଦୂରେ ତରୁପତ୍ର ଗହଳରେ। ତଥାପି ତୋ ବାସେ ମୋର ପ୍ରାଣ ହୁଏ ଆକୁଳ। କହ କେଉଁ ଶିଳ୍ପୀ ତୋତେ ଗଢ଼ିଅଛି ରେ ଫୁଲ। କହ କେଉଁ ଶିଳ୍ପୀ ତୋତେ ଗଢ଼ିଅଛି ରେ ଫୁଲ। କି କୋମଳ କି ଲଳିତ କି ମଧୁର ସୁରଭି। କି କୋମଳ କି ଲଳିତ କି ମଧୁର ସୁରଭି। କର୍କଶ କୁତ୍ସିତ ପାତ୍ରେ ଶୋଭେ କିନ୍ତୁ ଅଟବି। ରୁକ୍ଷ ପତ୍ର ରାଶି କୋଣେ ଫୁଲ ଫୁଟୁ ଏଣେ ଗୁଣେ। ରୁକ୍ଷ ପତ୍ର ରାଶି କୋଣେ ଫୁଲ ଫୁଟୁ ଏତେ ଗୁଣେ। ଲୁଚି ଲୁଚି ବାସେ ତାର ମୁଗ୍ଧ କରୁ ସଂସାର। ନିଚ ମଧ୍ୟେ ଉଚ୍ଚ ସୃଷ୍ଟି ବିଧାତାର ବିଚାର। ନିଚ ମଧ୍ୟେ ଉଚ୍ଚ ସୃଷ୍ଟି ବିଧାତାର ବିଚାର। ପଙ୍କେ ପଦ୍ମ ଗଢ଼ିଅଛି ବିଧାତା କି ଯତନେ। ଶାମୁକା ଗରଭେ ନିହି ଅଛି ମୁକ୍ତା ରତନେ। କଳା ମେଘ କଳେବରେ ସୌଦାମିନୀ ଶୋଭା ଧରେ। କଳା କୋକିଳ କଣ୍ଠରେ ପୂରିଅଛି ପୀୟୁଷ। ତୁଚ୍ଛ ଭବେ ନୁହେଁ କିଛି କ୍ଷୁଦ୍ର ତୋର ସଦୃଶ। ତୁଚ୍ଛ ଭବେ ନୁହେଁ କିଛି କ୍ଷୁଦ୍ର ତୋର ସଦୃଶ। ଶେଷ ଗତି ନୁହେଁ ମୋର ମୃତ୍ୟୁ କେଉଁ କାଳରେ। ଶେଷ ଗତି ନୁହେଁ ମୋର ମୃତ୍ୟୁ କେଉଁ କାଳରେ। ମରିବାକୁ ଫୁଟି ନାହିଁ ଭବତରୁ ଡାଳରେ। କ୍ଷୁଦ୍ର ହେଲେ ସୁଦ୍ଧା ମୁହିଁ ଅକାରଣେ ଜନ୍ମି ନାହିଁ। କ୍ଷୁଦ୍ର ହେଲେ ସୁଦ୍ଧା ମୁହିଁ ଅକାରଣେ ଜନ୍ମି ନାହିଁ। ଅନନ୍ତ ବିନାଶ ମୋର ଲେଖା ନାହିଁ କପାଳେ। ଏକ ରାତି ପାଇଁ ଫୁଟି ଝଡ଼ିଯିବି ସକାଳେ। ଏକ ରାତି ପାଇଁ ଫୁଟି ଝଡ଼ିଯିବି ସକାଳେ। ତୋହ ପରି କ୍ଷୁଦ୍ର ମୁହିଁ ତୋହ ପରି କ୍ଷଣିକ। ତୋହ ପରି କ୍ଷୁଦ୍ର ମୁହିଁ ତୋହ ପରି କ୍ଷଣିକ। ହସେ ରସେ ବାସେ ମାତ୍ର ଫୁଟିଅଛି ଘଡ଼ିକ। ମାଟିରେ ମିଶିବୁ ତୁହି ମାଟିରେ ମିଶିବି ମୁହିଁ। ମାଟିରେ ମିଶିବୁ ତୁହି ମାଟିରେ ମିଶିବି ମୁହିଁ। ତଥାପି ମୋ ଆତ୍ମା ଫୁଲ ନଯିବରେ ମଉଳି। ତେଣୁ ଆଶା ବହି ଦିନ କାଟେ ଗଙ୍ଗଶିଉଳି। ତେଣୁ ଆଶା ବହି ଦିନ କାଟେ ଗଙ୍ଗଶିଉଳି। ଶ୍ରୋତାବନ୍ଧୁ, ଆମେ ଶୁଣୁଥିଲେ
ମହିୟସୀ ନାରୀ କବି କୁନ୍ତଳା କୁମାରୀ ସାବତଙ୍କୁ ତାଙ୍କର କବିତାର ଶୀର୍ଷକ ଥିଲା ଶେଫାଳି ପ୍ରତି। ତାଙ୍କ ସମ୍ବନ୍ଧରେ ଏବଂ ତାଙ୍କ କବିତାକୁ ନେଇ ଆଜିର ଅଡ଼ିଓ ଆପଣମାନଙ୍କୁ କେମିତି ଲାଗିଲା, ଆପଣମାନଙ୍କର ମତାମତ ଅପେକ୍ଷାରେ ରହୁଛି। ଧନ୍ୟବାଦ।